ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଭିଡ଼ିଓଟି ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା କେଉଁ ସବୁ ପ୍ରଶ୍ନ ଉତ୍ତର ଗୁଡ଼ିକ ରହିଛି। ପ୍ରଥମ ପ୍ରଶ୍ନ, 1 ରୁ 4 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ପ୍ରଥମ ପ୍ରଶ୍ନ, ପୁନଃ ବ୍ୟବହାର ଅଯୋଗ୍ୟ ଆବର୍ଜନା ଗୁଡ଼ିକ କେଉଁ ରଙ୍ଗର ଡଷ୍ଟବିନ୍ରେ ପଡ଼ିବ? ଏହାର ଉତ୍ତରରେ ତୁମେ ଲେଖିବ ନାଲି ରଙ୍ଗ। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ବାଣ ଫୁଟାଇବା ବେଳେ ମୁଖ୍ୟତଃ କେଉଁ ଧୂଆଁଟି ବାହାରିଥାଏ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ସଲଫର ଡାଇଅକ୍ସାଇଡ୍। ଏଇଠି ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ରେଡ଼ିଓ କିଏ ଉଦ୍ଭାବନ କରିଥିଲେ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ମାର୍କୋନି। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ବାୟୁମଣ୍ଡଳରେ ଧୂଳିକଣା, ଅଙ୍ଗାରକାମ୍ଳ ଓ ଜଳୀୟ ବାଷ୍ପ ଶତକଡ଼ା କେତେ ପରିମାଣରେ ଅଛି? ଏହାର ଉତ୍ତରରେ ତୁମେ ଲେଖିବ 1%, ମାନେ 1%। ଏଇଠି ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ତୁମେ ଖେଳୁଥିବା ସମୟରେ ଗୋଡ଼ରେ ଲୁହା କଣ୍ଟା ପଶିଗଲେ ତୁମେ କେଉଁ ଇଞ୍ଜେକ୍ସନ୍ ନେବ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ମୁଁ ଡାକି ଦେଉଛି ଧନୁଷ୍ଟଙ୍କାର ନିରୋଧକ ଇଞ୍ଜେକ୍ସନ୍। ଆଉ ଥରେ କହିଦେଉଛି ପିଲାମାନେ ଧନୁଷ୍ଟଙ୍କାର ନିରୋଧକ ଇଞ୍ଜେକ୍ସନ୍। ପରବର୍ତ୍ତୀ ପ୍ରଶ୍ନ, ଠେକୁଆର ଲମ୍ବା କାନ ତାକୁ କେଉଁ କାର୍ଯ୍ୟରେ ସାହାଯ୍ୟ କରିଥାଏ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ମୁଁ ଡାକି ଦେଉଛି ବହୁତ ଦୂରରୁ ଆସୁଥିବା ଶବ୍ଦକୁ ଶୁଣିବାରେ ଓ ଶତ୍ରୁ କବଳରୁ ରକ୍ଷା କରିବାରେ। ଏହାର ଉତ୍ତରଟି ଆଉ ଥରେ ଡାକି ଦେଉଛି ପିଲାମାନେ ବହୁତ ଦୂରରୁ ଆସୁଥିବା ଶବ୍ଦକୁ ଶୁଣିବାରେ ଓ ଶତ୍ରୁ କବଳରୁ ରକ୍ଷା କରିବାରେ। ତାପରେ ପରବର୍ତ୍ତୀ ପ୍ରଶ୍ନ, ତୁମକୁ ଜ୍ୱର ହୋଇଥିବା ବେଳେ ତୁମ ଶରୀରର ତାପମାତ୍ରା କିପରି ଜାଣିବ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ଥର୍ମୋମିଟର। ଏଇଠି ଲେଖିବ ଥର୍ମୋମିଟର। ପରବର୍ତ୍ତୀ ପ୍ରଶ୍ନ, ତୁମେ ବରଫ ଥିବା ଏକ ଗ୍ଲାସକୁ କିଛି ସମୟ ବାହାରେ ରଖିଲେ ଗ୍ଲାସର ଚାରିପଟେ ଜଳବିନ୍ଦୁ ଦେଖାଯାଏ କାହିଁକି? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ବାୟୁରେ ଥିବା ଜଳୀୟ ବାଷ୍ପ ଥଣ୍ଡା ହୋଇ ଜଳକଣାରେ ପରିଣତ ହୁଏ। ଆଉ ଥରେ କହିଦେଉଛି ପିଲାମାନେ ବାୟୁରେ ଥିବା ଜଳୀୟ ବାଷ୍ପ ଥଣ୍ଡା ହୋଇ ଜଳକଣାରେ ପରିଣତ ହୁଏ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ଡେଇଁବା ସମୟରେ ମାଙ୍କଡ଼ ପଡ଼ିଯାଏ ନାହିଁ କାହିଁକି? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ମାଙ୍କଡ଼ର ପଛ ଗୋଡ଼ ଦୁଇଟି ଅଧିକ ଲମ୍ବା ହୋଇଥିବାରୁ ସେ ଡାଳରୁ ଡାଳକୁ ସୁବିଧାରେ ଡେଇଁପାରେ। ସେ 4ଟି ଯାକ ଗୋଡ଼କୁ ହାତ ଭଳି ବ୍ୟବହାର କରିଥାଏ ଏବଂ ଡାଳ ଧରିବାରେ ଏହା ସାହାଯ୍ୟ କରିଥାଏ। ପରବର୍ତ୍ତୀ ପ୍ରଶ୍ନ, ଆଜିକାଲି ଜଙ୍ଗଲରୁ ହାତୀ ନିକଟବର୍ତ୍ତୀ ଗ୍ରାମ ସହରକୁ ପଶି ଆସୁଛନ୍ତି କାହିଁକି? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ହାତୀ ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ବାସସ୍ଥାନରେ
ଅଭାବ ହେଉଛି। ତେଣୁ ଖାଦ୍ୟ ସନ୍ଧାନରେ ସେମାନେ ସହରକୁ କିମ୍ବା ଗ୍ରାମକୁ ପଶି ଆସୁଛନ୍ତି। ଧନ୍ୟବାଦ ପିଲାମାନେ। ଏବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପଡ଼ିଆରେ ଖେଳୁଥିବା ସମୟରେ ତୁମକୁ ବିରୁଡ଼ିଟିଏ କାମୁଡ଼ି ଦେଲା। ତୁମେ ସାଙ୍ଗେ ସାଙ୍ଗେ କେଉଁ ପ୍ରାଥମିକ ଚିକିତ୍ସା କରିବ? ଏହାର ଉତ୍ତର ମୁଁ ଡାକି ଦେଉଛି ପିଲାମାନେ, ଲେଖିବ। କ୍ଷତ ସ୍ଥାନକୁ ବାରମ୍ବାର ଚୂନ ପାଣିରେ ଧୋଇବ। ଚୂନ ପାଣି ଭିଜା କନା ଗୁଡ଼ାଇ ରଖିବ। ପରବର୍ତ୍ତୀ ପ୍ରଶ୍ନ। ଜଙ୍ଗଲ କ୍ଷୟ ହେଲେ ମୃତ୍ତିକା କ୍ଷୟ ହେବ କାହିଁକି? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ଜଙ୍ଗଲ କ୍ଷୟ ହେଲେ ଗଛ ସଂଖ୍ୟା କମିବ ଏବଂ ମାଟିକୁ ଜାବୁଡ଼ି ଧରିବା ପାଇଁ ଗଛର ଚେର ନଥିବା ଫଳରେ ମାଟି ଧୋଇ ହୋଇଯିବ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ସୂର୍ଯ୍ୟ ସୌରଶକ୍ତି ଏକ ବିକଳ୍ପ ଶକ୍ତିର ଉତ୍ସ। କାରଣ ଦର୍ଶାଅ। ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ସୌରଶକ୍ତି ଏକ ଅସରନ୍ତି ଶକ୍ତି। ଶକ୍ତିର ଚାହିଦା ମେଣ୍ଟାଇବା ପାଇଁ ସୌରଶକ୍ତି ଉପରେ ଅଧିକ ନିର୍ଭର କରାଯାଉଛି। ସୌରଶକ୍ତିକୁ ବ୍ୟବହାର କରି ସୌରଚୁଲା, ସୌର ବ୍ୟାଟେରୀ ଆଦି ସାହାଯ୍ୟରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି। ଧନ୍ୟବାଦ। ଏବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ତୁମ ଅଞ୍ଚଳରେ ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ତୁମେ କି କି ପଦକ୍ଷେପ ନେଇପାରିବ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ଅଳିଆକୁ ନ ପୋଡ଼ି ପୋତି ଦେବା। ତାପରେ ଲେଖିବ ଅଧିକ ପରିମାଣରେ ଗଛ ଲଗାଇବା। ତାପରେ ଲେଖିବ ନୂଆ ଜଙ୍ଗଲ ସୃଷ୍ଟି କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅବଲମ୍ବନ କରିବା। ଧନ୍ୟବାଦ।